ଧବଳେଶ୍ୱର ମନ୍ଦିରରେ ମହାଶିବରାତ୍ରି ମହୋତ୍ସବ ଉଚ୍ଚାପିତ। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମର ଭବ୍ୟ ଧବଳେଶ୍ୱର ମନ୍ଦିର ପରିସରରେ 3 ଦିନ ଧରି ଅତି ଉତ୍ସବ ମୁଖର ହୋଇ ମହାଶିବରାତ୍ରି ପୂଜା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ପ୍ରତ୍ୟେକ ଦିନ ମାନପୁର କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ଜଳନ୍ଧର ଦରବାର। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ବିଜେପୁର ସ୍ଥିତ ଅମୃତାଧାରା ନର୍ସିଂହୋମର ପ୍ରାଣ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଯଶୋବନ୍ତ ମେହେର ମୁଖ୍ୟ ଅତିଥି, ପଞ୍ଚାୟତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୟକୃଷ୍ଣ ଡଞ୍ଚନା, ସରପଞ୍ଚ ଶ୍ରୀମତୀ ସବିତା ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା, ଯାହାକି ଅଗଣିତ ଦର୍ଶକଙ୍କ ମନ ଜିଣି ନେଇଥିଲା। କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ପୂର୍ବତନ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସନ୍ଧ୍ୟାରେ ବୀରମହାରାଜପୁର ଭକ୍ତି ଆରାଧନା ଭଜନ ଗ୍ରୁପ ତରଫରୁ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗର୍ତ୍ତିଆ ମୁଖ୍ୟ ଅତିଥି, ଲାଉମୁଣ୍ଡା ମଣ୍ଡଳ ସଭାପତି ଆଶୁତୋଷ ମେହେର ଓ ଯୁବନେତା ସୁବ୍ରତ ସିଂ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ମହାଶିବରାତ୍ରି ଦିନ ସନ୍ଧ୍ୟାରେ ପ୍ରସିଦ୍ଧ ସାଂସ୍କୃତିକ ଅନୁଷ୍ଠାନ କଳାଜୀବୀ ବରଗଡ଼ର ସୁନାମଧନ୍ୟ ଲୋକଗୀତ ଗାୟିକା ପଦ୍ମଶ୍ରୀ ଖଟେଇ ଓ ସାଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଗଣିତ ଶ୍ରଦ୍ଧାଳୁ ଦେବଦେବ ମହାଦେବଙ୍କୁ ଭକ୍ତିପୂତ ନିବେଦନ କରିଥିଲେ ଓ ମହାଦୀପ ଚଢ଼ା ହୋଇଥିଲା। ଏହାପରେ ସମସ୍ତେ ମହାପ୍ରସାଦ ସେବନ କରିଥିଲେ ଓ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ବରମୁଣ୍ଡା ଗ୍ରାମବାସୀଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ବ୍ୟୁରୋ ରିପୋର୍ଟ, ଭରସା ନ୍ୟୁଜ୍। ସମସ୍ତଙ୍କୁ ଜୁହାର। ଜୟ ମା ସମଲେଶ୍ୱରୀ। ମୁଁ ସମ୍ବଲପୁରୀ ସିଙ୍ଗର ପଦ୍ମଶ୍ରୀ ଖଟି। ଆମେ କଳାଜୀବୀ ଅନୁଷ୍ଠାନ ସବୁ କଳାକାର ମାନେ ଆଜି ଆସିଛୁ ବରମୁଣ୍ଡା ନିକି ବିଜେପୁରର ମହାଶିବରାତ୍ରି ଉପଲକ୍ଷେ। ବହୁତ ଖୁସି ଲାଗୁଛି ଇନକେ ଆସିକିରି। ଇନର ଏନଭାयरमेंट, ଇନର ଅଡିଏନ୍ସ ବହୁତ ଏନ୍ଜୟ କରୁଛନ୍, ବହୁତ କୋଅପରେଟିଭ। ଆଉ ଜଷ୍ଟ ଏବେ ପ୍ରୋଗ୍ରାମ ସରଲା, ବହୁତ ଖୁସିରେ ଏନ୍ଜୟ କଲେ ସମସ୍ତେ। ଆଉ ଯେହେତୁ ଆଜି ମହାଶିବରାତ୍ରିର ଦିନ ଆଏ, ତ ଆଜିର ଭଳିଆ ଗୋଟେ ମାନେ ଏନ୍ତା ଦିନରେ ଆଜି ଇ ମାଇଟରେ ପ୍ରୋଗ୍ରାମ କରବାର ଲାଗି ଆମକୁ ସୁଯୋଗ ମିଳିଥିବାର ଲାଗି ବହୁତ ଖୁସି ଲାଗୁଛି। ଆଉ ବହୁତ ବହୁତ ଧନ୍ୟବାଦ ଦେମି ଇନର କମିଟିର ଯେତେ କାର୍ଯ୍ୟକର୍ତ୍ତା କର୍ମକର୍ତ୍ତା ମାନେ ଅଛନ୍ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଭାବରେ ଆୟୋଜନ କରିଥିଲେ এই କାର୍ଯ୍ୟକ୍ରମকে। ଆଉ ବହୁତ ଖୁସି ଲାଗଲା ମହାଶିବରାତ୍ରି ଦିନ ବରମୁଣ୍ଡାରେ ପ୍ରୋଗ୍ରାମ କରିକି। ଆଜି ଶିବରାତ୍ରି ମାନେ ଭଲ ଦିନରେ ଆଜି ଆପଣ ନୃତ୍ୟ ପରିଦର୍ଶନ କରୁଛନ୍ତି, ଆପଣଙ୍କ ଅନୁଭୂତି କ'ଣ ରହିଛି? ଅନୁଭୂତି କହିବା କଲେ ଯେହେତୁ ଆମେ କଳାକାର ଆଜ୍ଞା ସବୁ ତିହାର ବାହାରେ ଆମେ ଷ୍ଟେଜରେ ହିଁ ଥିସୁଁ, ତ ଆଜି ଯେହେତୁ ମହାଶିବରାତ୍ରି ଦେବାଦିଦେବ ମହାଦେବଙ୍କର ଦିନ ଆଏ, ତ ଆଜି ଭଳିଆ ଦିନରେ ବରମୁଣ୍ଡା ବାଗିର ଜାଗାରେ ବିଜେପୁରର ଯେନ୍ଟା କି ବିଜେପୁର ମାଏଟ ଆମର ଲାଗି ନୂଆ ନାଇଁ, ସେ ସବୁବେଳେ ଆସୁଥିସୁଁ ଆମେ ଇନର ଭଲ ପାଇବାର, ଇନର ଅଡିଏନ୍ସର ଭଲ ପାଇବାର, ଇନର ଅଞ୍ଚଳବାସୀ ସମସ୍ତଙ୍କର ଭଲ ପାଇବାର ଆଉ ଆଶୀର୍ବାଦ ସବୁବେଳେ ଆମର ଉପରେ ଥିସି। ଆଉ ଆଜି ବି ବହୁତ ଆଶୀର୍ବାଦ ମିଳିଲା, ବହୁତ ସାରା ଭଲ ପାଇବାର ମିଳିଲା। ବହୁତ ବର୍ଷ ହେଇଗଲାନ ଭଗବାନଙ୍କର ଆଶୀର୍ବାଦ, ମା ସମଲେଶ୍ୱରୀଙ୍କର ଆଶୀର୍ବାଦରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନେ ଚାଲିଛେ। ଦେଶ ବିଦେଶରେ ବି ଆମେ ଆମର କଳା ସଂସ୍କୃତିକେ ବଞ୍ଚେଇ ରଖବା ଲାଗି ଚେଷ୍ଟା କରିଛୁ। ଆଗାମୀ ଦିନରେ ବି ବଞ୍ଚେଇ ରଖବା ଲାଗି ଚେଷ୍ଟା କରମୁ। बरमुंडा ग्राम की काना ही कहमी, बहुत सुंदर गाँ है, बहुत बढ़िया इनर लोग आन, बहुत सुंदर कमिटी है। एंता ही आके आके गाँ बढ़ी चालू। सुजोग मिलले नेक्स्ट ईयर फिर थरे आसमी बरमुंडा के। इनर माइट इनर भल पाइबा सब बेले आपण मानकर आशीर्वाद मोर उपरे थाओ, हमर टीम उपरे थाओ। मैं डॉक्टर सुदाम चरण प्रधान, बरमुंडा ग्रामवासी। आमर आज 3 दिन धरिक शिवरात्र प्रोग्राम चली है। आउ 3 दिन धरिक आम अन्नकूट भी चली है, सांस्कृतिक कार्यक्रम भी बहुत बढ़िया चली है। आउ हजार हजार दर्शक आसन। आई शिव मंदिरटा बहुत माने पुराना काल से लिंग फुटा मंदिर है, से 4-5 वर्ष न युवपीढ़ी मान साहाय्य थी, बहुत बढ़िया प्रोग्राम आयोजन है। कल सकाल तक भी अन्नकूट दिया हवा, भोग दिया है। आउ सांस्कृतिक कार्यक्रम मान जेन चली है, बहुत दूर दूर में माने आसीचन, आउ बहुत दर्शक देखुचन, बहुत उपकृत होचन और शिव कृपा लाभ करुचन। पद्मश्री खटे आज तक प्रोग्राम अच्छे। काली कलाजीबी जेनता बरगड़ आसते, काली गत काली गोटे सोनपुर गोटे सांस्कृतिक भजन संध्या होता, तार आगु छोट छोट माने छुआ माने डांस करते, आ बड़ बड़ माने से शिशु मंदिर नु आसते कि अरविंद स्कूल आसते, नाच गीत चली।
ଭିଡ଼ ଲାଗି ବୋଲି କାଣା ବ୍ୟବସ୍ଥା କରାଯାଇଛି? ଲୋକଙ୍କର ଭିଡ଼ ଲାଗି ଆମର ଯୁବକ ମାନେ ଦେଖୁଛନ୍ କେନ୍ତା ଶାନ୍ତି ଶାନ୍ତି ଶୃଙ୍ଖଳା ରକ୍ଷା ହେବା ଲାଗି ଆଉ ତାଙ୍କର ସମସ୍ତଙ୍କର ଭୋଜନ ଲାଗି ସବୁ ପ୍ରସାଦ ଲାଗି ବ୍ୟବସ୍ଥା କରାହେଇଛି ସମସ୍ତଙ୍କ ଲାଗି।